ସୁଭଦ୍ରା ତାଲିକାରୁ କଟିବ ଏହି ମହିଳାଙ୍କ ନାମ, ଆଉ ଆସିବନି ଆକାଉଣ୍ଟକୁ ଟଙ୍କା। ଆଜି ସୁଭଦ୍ରା ସମୀକ୍ଷା ବୈଠକ। ସୁଭଦ୍ରାକୁ ନେଇ ବଡ଼ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏହି ଯୋଜନାରୁ ବାଦ ପଡ଼ିଥିବା ହିତାଧିକାରୀ ସାମିଲ ହେବେ। ଆଜି ସୁଭଦ୍ରା ସମୀକ୍ଷା ବୈଠକ ଅନୁଷ୍ଠିତ ହେବା ସହ ବାଦ ପଡ଼ିଥିବା ହିତାଧିକାରୀଙ୍କୁ ସାମିଲ ଦେବା ନେଇ ବୈଠକରେ ଆଲୋଚନା ହେଲା। କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ଏଥିରୁ ବାଦ ପଡ଼ିବେ ଧନୀ ମହିଳା। ପରିବହନ, ଖାଦ୍ୟ ଯୋଗାଣ ଏବଂ ସ୍ୱାସ୍ଥ୍ୟ ବିଭାଗକୁ ମଗାଯାଇଛି ତଥ୍ୟ। ବାଣିଜ୍ୟ ଏବଂ ପରିବହନ ବିଭାଗକୁ 4 ଚକିଆ ଥିବା ମହିଳାଙ୍କ ତଥ୍ୟ ମଗାଯାଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗକୁ ମୃତ୍ୟୁ ହିତାଧିକାରୀଙ୍କ ତାଲିକା ଯାଞ୍ଚ କରିବାକୁ କୁହାଯାଇଥିଲା। ସେହିପରି ଧାନ ବିକ୍ରି କରୁଥିବା ମହିଳାଙ୍କ ନାଁରେ କେତେ ଜମି ପଞ୍ଜୀକରଣ ହୋଇଅଛି ତାର ରିପୋର୍ଟ ଖାଦ୍ୟ ଯୋଗାଣ ବିଭାଗକୁ ମଗାଯାଇଥିଲା। 3 ବିଭାଗ ରିପୋର୍ଟ ଆଧାରରେ ଆଜି ଆସିବ ସୁଭଦ୍ରା ସମୀକ୍ଷା ବୈଠକ। ଏଥିସହ ବାଦ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଯୋଡ଼ିବା ନେଇ ମଧ୍ୟ ନିଷ୍ପତ୍ତି ହୋଇପାରେ। ତେବେ ବୈଠକ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯୋଗ୍ୟ ହିତାଧିକାରୀ ନିଶ୍ଚୟ ସୁଭଦ୍ରା ଯୋଜନା ସହାୟତା ପାଇପାରିବେ। ସୁଭଦ୍ରା ଯୋଜନାର ସମୀକ୍ଷା ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଥିଲେ ଯେ କାହିଁକି ବଞ୍ଚିତ ହେଲେ ତାହାର ତର୍ଜମା ଚାଲିଅଛି ଏବଂ ଯୋଗ୍ୟ ହୋଇଥିଲେ ଏକାଥରକେ 2ଟି କିସ୍ତି ସୁଭଦ୍ରା ଟଙ୍କା ପାଇବେ ବୋଲି ସେ କହିଥିଲେ। ତେବେ ଏଭଳି ମହିଳାମାନଙ୍କୁ ରିପୋର୍ଟରୁ ବାଦ ଦିଆଯିବ ବୋଲି ଚର୍ଚ୍ଚା ହେଉଅଛି।